ଛାତ୍ରୀଙ୍କ ପାଇଁ ରକ୍ତଦାନ କଲେ 3 ଶିକ୍ଷକ। କୁମାରୀ ରଞ୍ଜୁ ମାଝୀ ପ୍ରଥମ ଶ୍ରେଣୀ 100 ଶଯ୍ୟା ବିଶିଷ୍ଟ ହଷ୍ଟେଲ ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୟାଗଡ଼ର ଅନ୍ତେବାସିନୀ। ସେ ମ୍ୟାଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ 21/8/2025 ତାରିଖ ରାତ୍ର 8 ଘଣ୍ଟିଆ ସମୟରେ ଭର୍ତ୍ତି କରାଯାଇଥିଲା। ପରେ ଜଣାଗଲା ଯେ ରକ୍ତ ଅଭାବ ଅଛି, ତୁରନ୍ତ ବ୍ଲଡ ଓ ପଜିଟିଭ ଦରକାର। ଏହି ଜରୁରୀ ସୂଚନା ଜିଲ୍ଲା ମଙ୍ଗଳ ଅଧିକାରୀ ନୟାଗଡ଼ ଜିଲ୍ଲା କଲ୍ୟାଣ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ। ଏହି ପରିପ୍ରେକ୍ଷୀରେ ସ୍ୱତଃ ପ୍ରବୃତ୍ତ ଭାବେ କଲ୍ୟାଣ ବିଭାଗର 3 ଜଣ ଶିକ୍ଷକ ପ୍ରମୋଦ କୁମାର ନାୟକ, ପ୍ରଧାନ ସେବକ ମାଳିବେରେଣୀ ଆଶ୍ରମ ବିଦ୍ୟାଳୟ, ସୁଶାନ୍ତ କୁମାର ସେଠୀ ପ୍ରଧାନ ଶିକ୍ଷକ ଗୋହିରବାଦୁ ଆଶ୍ରମ ବିଦ୍ୟାଳୟ ଏବଂ ଶରତ କୁମାର ସାହୁ ବିଜ୍ଞାନ ଶିକ୍ଷକ ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟ ସେହି ଅନ୍ତେବାସିନୀ ଛାତ୍ରୀ ପାଇଁ ରକ୍ତଦାନ କରିଛନ୍ତି। ଏହି ମହତ୍ କାର୍ଯ୍ୟ ପାଇଁ ଉକ୍ତ ଶିକ୍ଷକମାନଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।